କି ଆପଣଙ୍କର ଆଉ ଆଙ୍କର କ'ଣ ଅସୁବିଧା ହେଉଥିଲା ଟିକେ କୁହନ୍ତୁ ଆପଣ। ସେ ଭାଇ ଆମର ହବ ହୁଁ ଏଇ 3 ବର୍ଷ ହେଲା ଆକ୍ସିଡେଣ୍ଟ ହେଇଗଲା। ହୁଁ ଗୋଟେ ବାଇକ୍ ତାକୁ ବାଡ଼େଇ ଦେଲା। ହୁଁ ସେ 6 ନମ୍ବର ନେଲୁ, 6 ନମ୍ବରରୁ ଆମରି ଏମ୍ସ ନେଲୁ, ଏମ୍ସରୁ ଆମରି ନେଲୁ। ସେଠି 25 ଦିନରେ ଯାଏ ଆଇସିୟୁରେ ରହିଲା, ସେନ୍ସ ଆସିନଥିଲା। ତାପରେ ଆସିଲା, ଆମେ ନେଲୁ ସନ୍ତୋଷ ଫିଜିଓଥେରାପି କରିବା ପାଇଁ। ତାପରେ ଶାନ୍ତାକୁ ନେଲୁ, ସେଠୁ ନେଇକି ବଲଟପୁର ଆଣିକି ଏଠାକୁ ଆଣିଛୁ। ଏବେ ଆଗରୁ ତାଙ୍କ କଣ୍ଡିସନ୍ କ'ଣ ଥିଲା, ଏବେ କେମିତି କ'ଣ ଲାଗୁଛି? ଆଗ ର୍ୟାକ୍ ଧରିକି ଚାଲୁଥିଲା, ଚାଲିପାରୁନଥିଲା, ହଲଚଲ ହେଉଥିଲା। ଏବେ ସିଏ ନିଜେ ଚାଲିପାରୁଛି ବା ବାଡ଼ିଟିଏ ଧରିକି ବି ଚାଲିପାରୁଛି। ଆଗ ଅପେକ୍ଷା ବେଟର ଆଗ ଅଛନ୍ତି, ଅପେକ୍ଷା ଭଲ ଅଛି। ଚଲାବୁଲା ନିଜେ ଫ୍ରିଲି ଇଣ୍ଡିପେଣ୍ଡେଣ୍ଟଲି ହଁ କରିପାରୁଛନ୍ତି। ହଁ। ଆଚ୍ଛା, ଆପଣଙ୍କୁ କେମିତି କ'ଣ ଉପଶମ ହେଲା? ଫିଜିଓଥେରାପି ନେଇ କିଛି ଲାଭ ହେଲା ନା ଆଉ କିଛି ମେଡ଼ିସିନ୍ ଆପଣ ଖାଉଥିଲେ? କେଉଁ ଜିନିଷ ଉପରେ ବେଶୀ ନିର୍ଭର ହେଇକି ଆପଣ ଇଏ କଲେ? ନାଇଁ, ମେଡ଼ିସିନ ତ ସେ ଖାଉଛି, ତେଣୁକରି ଫିଜିଓଥେରାପି ନେବାରୁ ଆମର ଟିକେ ଉପକୃତ ହେଉଛି।